आज बीजेडी रे जोग दे पारंती विजय महापात्र पुओ अरविंद वर्षे हेलाणी विभिन्न कार्यक्रम रे सामिल हेउछंती अरविंद महापात्र बापांक गड़े बुलुछंती अरविंद पाटकुरा रे जोड़ुछंती जनसंपर्क निज दम रे प्रचार रे मातिछंती कौनसी राजनैतिक दल सह संपृक्त थिबा देखिबाकु मिलुनी बापा विजय महापात्र बीजेपी रे अछंती किंतु पुओ अरविंद एजाए कौनसी दल रे विधिबद्ध भाव रे जोग देई नाहंती जदि अरविंद महापात्र बीजेडी रे जोग दियंती तेबे से केउठु लढिबे ताकु नै चर्चा हेउछि। किछि दिन तळे राजनगर पूर्वतन विधायक अंशुमान महांती बीजेडी रे जोग देइथिले एबे विजयंक पुओ अरविंद जोग देले केन्द्रापड़ा रे बीजेडी आहुरी मजबूत हेबो। प्रभात परिड़ा केन्द्रापड़ा रिपोर्टर अछंती अधिक सूचना पई प्रभात आज शंख फुंकिबे अरविंद जहा सूचना मिलुछि तेबे केतेबेल सुधा कोनोसी सेमती सूचना रहुछि कि देखंतु प्रियंका आज विजय महापात्र वरिष्ठ बीजेपी नेता तांकर पुओ अरविंद महापात्र आज बीजेडी रे विधिवत भाव रे जोग दउछंती एवं जहा हम पाखरे सूचना रही दिन 11टा बेले से नवीन निवास रे पहुंची तांकर जो समर्थक माने अछंती समर्थक माने मध्य बहु संख्या रे जिबे पाखापाखि 600 संख्या रे समर्थक जिबे जहा हमें सूचना नैचु ସେମାନେ ଆଜି ପହଞ୍ଚିବା ପରେ ବିଜେଡିରେ ଯୋଗ ଦେବେ ଏବଂ ଯୋଉ ପାଟକୁରା ନିର୍ବାଚନ ମଣ୍ଡଳୀ ଏବଂ ମହାକାଳପଡ଼ା ନିର୍ବାଚନ ମଣ୍ଡଳୀ ଏଇ ଦୁଇଟି ନିର୍ବାଚନ ମଣ୍ଡଳୀରେ ବିଜୟ ମହାପାତ୍ରଙ୍କର ଦବଦବା ଥିଲା ତାଙ୍କର ସମର୍ଥକ ମାନେ ଥିଲେ ତେଣୁ ପୁଅକୁ ସେ ରାଜନୀତିକୁ ଛାଡ଼ିବା ପରେ ଯେହେତୁ ପ୍ରଥମ ଥର ପାଇଁ ପୁଅ ଆସୁଛନ୍ତି ରାଜନୀତିକି ଏବଂ ଭୋଟ ରାଜନୀତିରେ ଭାଗ ନେବେ ବାପାଙ୍କର ଅବସ୍ଥା କ'ଣ ହବ ବାପା ଭୋଟ ରାଜନୀତିରେ ରହିବେ କି ନାହିଁ ଏସବୁ ନେଇକି ମଧ୍ୟ ଚର୍ଚ୍ଚା ଚାଲିଛି ଏବଂ ପାଟକୁରା ମହାକାଳପଡ଼ା ଏ ଦୁଇ ଜାଗାରେ କୋଉ ଜାଗାରୁ ତାଙ୍କର ପୁଅ ଅରବିନ୍ଦ ମହାପାତ୍ର ପ୍ରାର୍ଥୀପତ୍ର ଦାଖଲ କରିବେ ତାକୁ ନେଇ ମଧ୍ୟ ଚର୍ଚ୍ଚା ରହିଛି ଏବଂ ଯାହା ଖବର ରହିଛି ଆଜି ଦିନ 11ଟା ବେଳେ ଅରବିନ୍ଦ ମହାପାତ୍ର ବିଜେଡିରେ ଯୋଗଦାନ କରୁଛନ୍ତି ଏବଂ ସମର୍ଥକ ମାନଙ୍କ ସହିତ ମଧ୍ୟ କିଛି ଦିନ ହେଲା ଆଲୋଚନା ଚଲେଇଥିଲେ ସେ ଆଲୋଚନା ଭିତରେ ସେ ସମର୍ଥକ ମାନଙ୍କର ସମର୍ଥନ ମଧ୍ୟ ପାଇଛନ୍ତି ସମର୍ଥକ ମାନେ ଯୋଉ ରୁଦ୍ଧଦ୍ୱାର ଆଲୋଚନା ହେଉଥିଲା ସେଥିରେ ସମର୍ଥକ ମାନେ କହିଥିଲେ ବିଜୟ ମହାପାତ୍ରଙ୍କୁ ଆପଣଙ୍କ ପୁଅ ଯୋଉଠିକି ଯୋଗ ଦେବେ ଆମେ ସମର୍ଥନ ଦେବୁ ଏବଂ ପୁଅକୁ ମଧ୍ୟ ଅରବିନ୍ଦ ମହାପାତ୍ରଙ୍କୁ ମଧ୍ୟ ଆମେ ପ୍ରତିକ୍ରିୟା ନେଇଥିଲୁ ଅରବିନ୍ଦ ମହାପାତ୍ର କହିଥିଲେ ଯେ ମୁଁ ନିଷ୍ପତ୍ତି ନଉଛି ମିଶିବା ପାଇଁ ଏବଂ ବାପାଙ୍କର ଆଶୀର୍ବାଦ ନେଇଛି ଏବଂ ବାପାଙ୍କର ଯୋଉମାନେ ସମର୍ଥକ ମାନେ ଅଛନ୍ତି ମୁଁ ସମସ୍ତଙ୍କୁ ଭେଟିଛି ବିଭିନ୍ନ ସ୍ଥାନରେ ଭେଟିଛି ବିଭିନ୍ନ ସମୟରେ ଆଲୋଚନା କରିଛି ସେମାନେ ମଧ୍ୟ ମତେ ସମର୍ଥନ ଦେବେ ବୋଲି କହିଛନ୍ତି ତେଣୁ ସେଇଥିପାଇଁ ମୁଁ ବିଜେଡିରେ ଯୋଗଦାନ କରୁଛି ଏବଂ ବିଜେଡିରେ ଯୋଗଦାନ ନେଇ ଆଜି ଯାହା ସମ୍ଭାବନା ରହିଛି ଏବଂ ସମर्थक मानकर मध्य समर्थन रही तेबे केतेबेले बीजेडी रे जोग देउछंती देखिबा बाकी रहिला। बहुत बहुत धन्यवाद आपनको समस्त सूचना और आलोचना पाई।